ରାଗିଣୀ ରୁମ୍ ଭିତରକୁ ଆସିକି ଦେଖୁଛନ୍ତି ନତାଶା ସବୁଆଡ଼େ ଫପଡ଼ା ଛିଞ୍ଚଡ଼ା କରିଛନ୍ତି ଆଉ ସବୁ କିଛି ଭାଙ୍ଗି ଦେଇଛନ୍ତି। ତାପରେ ରାଗିଣୀ କହୁଛନ୍ତି, ଡୋଡୋ ଡୋଡୋ ତୋର କ'ଣ ହେଲା ମାମା? ତୁ ଏମିତି ଭଙ୍ଗାରୁଜା କାହିଁକି କରୁଛୁ? କହ ମାମା କହ। ନତାଶାକୁ ଯାଇକି ରାଗିଣୀ ହକ୍ କରୁଛନ୍ତି। ସେଇ ଟାଇମ୍ରେ ନତାଶା କହୁଛନ୍ତି ଯା ଏଠୁ, ଏମିତି କହିକି ରାଗିଣୀକୁ ଛାଟି ଦେଉଛନ୍ତି। ତାପରେ ନତାଶା କହୁଛନ୍ତି ତୁ ମୋ ଭଉଣୀ କେବେ ବି ହେଇପାରିବୁନି, କେବେ ବି ନୁହଁ। ତୁ ଯଦି ମୋ ଭଉଣୀ ହେଇଥାନ୍ତୁ ସେ ମୁକ୍ତିକୁ ସପୋର୍ଟ କରିକି ମୋତେ ଏମିତି ଅପମାନ କରିନଥାନ୍ତୁ ଦିଦି। ତୁ ମୋ ଭଲ ପାଇବାକୁ ମୋ ଠାରୁ ଛଡ଼େଇ ନେଲୁ ଦିଦି। ଚାଲିଯା ଏଠୁ, ଚାଲିଯା। ଏମିତି କହିକି ନତାଶା ରାଗିଣୀକୁ ଠେଲି ଦେଉଛନ୍ତି। ତାପରେ ରାଗିଣୀ କହୁଛନ୍ତି ନାଇଁ ମାମା, ଶୁଣ ମାମା ମୋ କଥା ଟିକେ ଶୁଣ। ମୁଁ କେବେ ବି ତୋ ଖରାପ ଚାହିଁନି, ନା ଆଗକୁ ଖରାପ ତୋର ଚାହିଁବି। ତୋର ମନେ ଅଛି ମା ଆମକୁ କ'ଣ କହିଥିଲା? ଆମେ ତିନି ଭଉଣୀ ସବୁବେଳେ ଏକାଠି ରହିବା, ଆମେ କେବେ ବି ଅଲଗା ହେବାନି। ତୁ କ'ଣ ସେସବୁ ଭୁଲିଗଲୁ ଡୋଡୋ? ଆଉ ଗୋଟେ ମୋ କଥା ଶୁଣ, ମା ଆମକୁ କ'ଣ କହିଥିଲା? ମା ଆମକୁ କହିଥିଲା ନା ଆମେ ସବୁବେଳେ ମାହିର ଧ୍ୟାନ ରଖିବା। ଆଉ ତୁ ବି ସେଦିନ ମାହିକୁ ବଞ୍ଚେଇବାକୁ ଯାଇ ସବୁ ଦୋଷ ନିଜ ମୁଣ୍ଡ ଉପରକୁ ନେଇ ଯାଇଥିଲୁ ନା ମାମା? ତାହେଲେ ଆଜି ତୁ କେମିତି ତାକୁ ଏତେ ଘୃଣା କରୁଛୁ ମାମା, କେମିତି? ତାପରେ ନତାଶା ତାଙ୍କ ଛୋଟବେଳର କଥା ମନେ ପକାଉଛନ୍ତି। ଯେତେବେଳେ ମାହି ଟେବୁଲ ଉପରେ ଚଢ଼ିକି ଫୁଲଦାନୀକି ଖସେଇକି ଭାଙ୍ଗିଦେଲେ, ସେଇ ଟାଇମ୍ରେ ନତାଶାଙ୍କ ମା ଆସିକି କହୁଛନ୍ତି କ'ଣ ହେଲା? ନତାଶାଙ୍କ ମା ଏମିତି କହିକି ମାହିଙ୍କୁ ତଳକୁ ଓହ୍ଲାଉଛନ୍ତି। ତାପରେ ନତାଶା କହୁଛନ୍ତି ସରି ମା, ଏସବୁ ଭୁଲ ମୋର। ମାହିର ଏଥିରେ କିଛି ବି ଭୁଲ ନାହିଁ। ମୁଁ କହିଥିଲି ସେ ଜିନିଷଟା ସେଠିକି ଆଣିବା ପାଇଁ। ତାପରେ ନତାଶାଙ୍କ ମା କହୁଛନ୍ତି ତୋର ଏଥିରେ କିଛି ବି ଭୁଲ ନାହିଁ। ତୁ ତୋ ଭଉଣୀକୁ ବଞ୍ଚେଇବାକୁ ଯାଇକି ତୁ ତୋ ନାଁରେ ମିଛ କହୁଛୁ ନା? ତୁ ତା ଭୁଲଟା ତୁ ନିଜ ଉପରକୁ ନେଇଯାଉଛୁ। ତାପରେ ନତାଶାଙ୍କ ମା କହୁଛନ୍ତି ଆରେ ମାହି, ତୁ ଯଦି ଭୁଲ କରିଛୁ ତାହେଲେ ତୋ ଦୋଷଟା ମାନି ନେବା ତୋର ନିହାତି ଦରକାର। ତାପରେ ମାହି କହୁଛନ୍ତି ସରି ମା। ତାପରେ ମାହିଙ୍କ ମା ମାହିଙ୍କୁ ଗେଲ କରୁଛନ୍ତି। ତାପରେ ରାଗିଣୀ କହୁଛନ୍ତି ମା ସେମାନେ ଏବେ ଛୋଟ ଅଛନ୍ତି, ତମ କଥା କ'ଣ ସିଏ ସେତେବେଳେ ବୁଝିପାରୁଛନ୍ତି? ସେମାନେ ଯେତେବେଳେ ବଡ଼ ହେବେ ତାଙ୍କୁ ମୁଁ ଭୁଲ କ'ଣ ଠିକ୍ କ'ଣ ସବୁକିଛି ବୁଝେଇଦେବି। ତାପରେ ସେମାନେ ଯାଇକି ସବୁକିଛି ଶିଖିଦେବେ। ତାପରେ ରାଗିଣୀଙ୍କ ମା ରାଗିଣୀକି କହୁଛନ୍ତି ମୁଁ ଜାଣିଛି ରାଗିଣୀ, ମୋର ତୋ ଉପରେ ବହୁତ ବିଶ୍ୱାସ ଅଛି। ତୁ ତୋ ସାନ ଭଉଣୀମାନଙ୍କୁ କେବେ ବି ଖରାପ ଶିକ୍ଷା ଦେବୁନି କି ଖରାପ ବାଟକୁ ବି ଯିବାକୁ ଦେବୁନି। ତାପରେ ନତାଶାଙ୍କୁ କହୁଛନ୍ତି ତାଙ୍କ ମା ନତାଶା, ତୁ ଏତେ ଛୋଟ ହେଇକି ବି ତୋ ଭଉଣୀକି ବଞ୍ଚେଇବା ପାଇଁ ତା ପାଇଁ ତୁ ମିଛ କହିଲୁ। ଆଉ ତୋ ଭଉଣୀ ପ୍ରତି ଏତେ ଭଲ ପାଇବା ଦେଖିକି ନା ମୋତେ ବହୁତ ଖୁସି ଲାଗିଲା। ମୋତେ କଥା ଦେ, ତୁ କେବେ ବି ମାହିଠାରୁ ଦୂରକୁ ଯିବୁନି, ଆଉ ତୁ କେବେ ବି ମାହିକୁ ଘୃଣା କରିବୁନି, ଆଉ ତୋଠୁ କେବେ ବି ଅଲଗା କରିବୁନି। ମୋତେ ପ୍ରମିସ୍ କର। ତାପରେ ନତାଶା ତାଙ୍କ ମାଆଙ୍କୁ ପ୍ରମିସ୍ କରୁଛନ୍ତି। ତାପରେ ନତାଶା କହୁଛନ୍ତି ମୁଁ ପ୍ରମିସ୍ କରୁଛି ମା, ମୁଁ ମାହିର ପୁରାପୁରି ଧ୍ୟାନ ରଖିବି। ତାପରେ ରାଗିଣୀ କହୁଛନ୍ତି ତୁ ସେଦିନ ମାଆକୁ ପ୍ରମିସ୍ କରିଥିଲୁ ନା, ତାହେଲେ ତୁ କେମିତି ସେ ଜିନିଷ ସବୁ ଭୁଲି ଯାଉଛୁ ମାମା? କେମିତି ନିଜଠୁ କେମିତି ତୁ ମାହିକି ଦୂରରେ କରୁଛୁ, କେମିତି? ତାପରେ ନତାଶା କହୁଛନ୍ତି ସେଦିନ ସେ ମୋ ଭଉଣୀ ଥିଲା ଦିଦି। ତୁ ଯାହାକୁ ମାହି ବୋଲି କହୁଛୁ ସିଏ କେବଳ ମୋ ଶତ୍ରୁ, ସିଏ ମୋ ଭଉଣୀ ନୁହଁ ଦିଦି, ମୋ ଭଉଣୀ ନୁହଁ। ଆଉ ଆକୁ କେବେ ବି ମୋ ମାହି ବୋଲିକି ମୁଁ ମାନି ପାରିବିନି। ହଁ ଦର୍ଶକ ବନ୍ଧୁ, ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।